ଯେଉଁମାନଙ୍କର ଈଶ୍ୱରଙ୍କଠାରେ ଅଟଳ ବୁଦ୍ଧି, ଯେଉଁମାନଙ୍କର ଈଶ୍ୱରଙ୍କଠାରେ ଯତ୍ନ, ଯେଉଁମାନଙ୍କର ଈଶ୍ୱରଙ୍କଠାରେ ନିଷ୍ଠା ଏବଂ ଯେଉଁମାନଙ୍କର ଈଶ୍ୱର ପରମାଶ୍ରୟ, ସେହିମାନେ ଜ୍ଞାନ ଦ୍ୱାରା ବାପଶୂନ୍ୟ ହୋଇ ମୋକ୍ଷ ପ୍ରାପ୍ତି ହୁଅନ୍ତି। ବିବେକ ଦ୍ୱାରା ଯେଉଁମାନଙ୍କର ବୁଦ୍ଧି ଈଶ୍ୱରଙ୍କ ପ୍ରତି କୌଣସି ପ୍ରକାର ସନ୍ଦେହଯୁକ୍ତ ନ ହୋଇ ସ୍ଥିର ହୋଇଛି, ଈଶ୍ୱରଙ୍କଠାରେ ଯାହାଙ୍କର ଯତ୍ନ ଅଥବା ଈଶ୍ୱର ଆତ୍ମା ମଧ୍ୟରେ ଯାହାଙ୍କର ପ୍ରଭେଦ ନାହିଁ, ଯେଉଁମାନେ ସମସ୍ତ କର୍ମ କେବଳ ଈଶ୍ୱର ନିଷ୍ଠାରେ କରନ୍ତି, ପୁଣି ଯେଉଁମାନେ କର୍ମଫଳର କାମନା ନ କରି କେବଳ ବ୍ରହ୍ମଲାଭ ବିଷୟରେ ତତ୍ପର, ସେମାନଙ୍କର ଆଉ ଜନ୍ମ ମରଣ ହୁଏ ନାହିଁ, କାହିଁକି ନା ଜ୍ଞାନ ଦ୍ୱାରା ସେମାନଙ୍କର ପାପ ପୁଣ୍ୟ ରୂପ ଜନ୍ମାନ୍ତର ଗ୍ରହଣର ମୂଳ ପତ୍ର ନଷ୍ଟ ହୋଇଯାଇଥାଏ। ଜ୍ଞାନୀମାନେ ବିଦ୍ୟା ଓ ବିନୟଯୁକ୍ତ ବ୍ରାହ୍ମଣ ଏବଂ ଗୋରୁ, ହସ୍ତୀ, କୁକୁର ଓ ଚଣ୍ଡାଳ ଏ ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି। ଲୌକିକ ଦୃଷ୍ଟିରେ ଯାହା ବିଷମ ବୋଲି ପ୍ରତୀତ ହୁଏ, ତତ୍ତ୍ୱଜ୍ଞାନ ଚକ୍ଷୁରେ ତାହା ସମାନ। ନଦୀ, ପୁଷ୍କରିଣୀ, କୂପ ଓ ତଡ଼ାଗ ପ୍ରଭୃତି ଭିନ୍ନ ସ୍ଥାନରେ ପଡ଼ିଥିବା ସୂର୍ଯ୍ୟବିମ୍ବ ଯେପରି ବିଜ୍ଞ ଦର୍ଶନର ଚକ୍ଷୁରେ ଏକ ସୂର୍ଯ୍ୟବିମ୍ବ ବୋଲି ଜଣାଯାଏ, ସେପରି ସଦୃଶ ବିଦ୍ୟାବନ୍ତ ବ୍ରାହ୍ମଣ ଏବଂ ଗୋରୁ, ହସ୍ତୀ, କୁକୁର ଓ ଚଣ୍ଡାଳ ଏମାନେ ଜାତି, କର୍ମ ଓ ଗୁଣ ଭେଦରେ ଭିନ୍ନ ହେଲେ ସୁଦ୍ଧା ତତ୍ତ୍ୱଜ୍ଞାନୀଙ୍କ ଦୃଷ୍ଟିରେ ସମାନ ବୋଲି ଜଣାଯାନ୍ତି, ଅର୍ଥାତ୍ ଏ ସମସ୍ତେ ସେ ସର୍ବବ୍ୟାପକ ପରମେଶ୍ୱରଙ୍କ ସତ୍ତା ବୋଲି ପ୍ରତୀତ ହୁଅନ୍ତି। ଯେଉଁମାନଙ୍କର ମନ ସମଭାବରେ ଥାଏ, ସେମାନେ ଜୀବିତ ଅବସ୍ଥାରେ ମଧ୍ୟ ସଂସାରକୁ ଜୟ କରନ୍ତି ଏବଂ ବ୍ରହ୍ମ ନିର୍ଦ୍ଦୋଷ ଓ ସମସ୍ୱରୂପ ବୋଲି ସେମାନେ ବ୍ରହ୍ମର ସ୍ଥାନ ପ୍ରାପ୍ତ ହୁଅନ୍ତି। ଯେଉଁମାନେ ସଂସାରର ପ୍ରତ୍ୟେକ ପଦାର୍ଥକୁ ବ୍ରହ୍ମ ଭାବେ ଦେଖନ୍ତି, ଅର୍ଥାତ୍ ବ୍ରହ୍ମ ଓ ସଂସାରର କୌଣସି ପଦାର୍ଥ ମଧ୍ୟରେ ପ୍ରଭେଦ ନଥିବାରୁ ବୁଝିପାରନ୍ତି, ସେମାନେ ଜୀବିତ ଅବସ୍ଥାରେ ଥାଇ ସୁଦ୍ଧା ସଂସାରକୁ ଜୟ କରନ୍ତି, କାହିଁକିନା ବ୍ରହ୍ମ ନିର୍ଦ୍ଦୋଷ ଓ ସର୍ବତ୍ର ସମସ୍ୱରୂପ। ସେମାନେ ସମଭାବରେ ବା ବ୍ରହ୍ମ ଦର୍ଶନରେ ଅବସ୍ଥିତ ଥିବାରୁ, ଅର୍ଥାତ୍ ପ୍ରତ୍ୟେକ ପଦାର୍ଥକୁ ବ୍ରହ୍ମ ବୋଲି ମଣୁଥିବାରୁ ସେହି ବ୍ରହ୍ମରେ ସ୍ଥିତ ହୁଅନ୍ତି, ଅର୍ଥାତ୍ ବ୍ରହ୍ମଭାବ ପ୍ରାପ୍ତ ହୁଅନ୍ତି। କେହି ଏପରି ଆପତ୍ତି କରିପାରନ୍ତି ଯେ ବିଷମରେ ସମଦୃଷ୍ଟି କରିବାର ନିଷେଧ ଥିବା ବେଳେ ସର୍ବତ୍ର ସମଦୃଷ୍ଟି ଲୋକଙ୍କୁ ପଣ୍ଡିତ ବୋଲି କୁହାଯିବ କିପରି? ବିଶେଷତଃ ଗୌତମଙ୍କ ମତରେ ଯେଉଁମାନେ ବିଷମରେ ସମାନ ଓ ସମରେ ବିଷମ ପୂଜା କରନ୍ତି, ସେମାନେ ଇହ ପରକାଳରୁ ଭ୍ରଷ୍ଟ ହୁଅନ୍ତି ଇତ୍ୟାଦି। ମାତ୍ର ତାହାର ଉତ୍ତର ଅତି ସହଜ, ଅର୍ଥାତ୍ ଯେତେ ଦିନ ଯାଏ ପ୍ରକୃତ ବ୍ରହ୍ମଜ୍ଞାନ ଉଦୟ ହୋଇନଥିବ ବା ଦ୍ୱୈତଭାବ ମନରେ ଥିବ, ସେତେ ଦିନ ଯାଏ ସମାନକୁ ବିଷମ ବା ବିଷମକୁ ସମାନ ଭାବରେ ପୂଜା କଲେ ଇହ ପରକାଳ ନଷ୍ଟ ହେବ, ମାତ୍ର ବ୍ରହ୍ମଜ୍ଞାନ ହେଲେ ଆଉ ବିଷମ ଭାବ ରହି ନ ପାରେ। ଗୌତମଙ୍କ ମତରେ ପୂଜା କରିବା ଶବ୍ଦ ଥିବାରୁ ତାହା ଜ୍ଞାନ ଉଦୟ ପୂର୍ବର କଥା ବୋଲି ସ୍ପଷ୍ଟ ଜଣାଯାଉଛି। ବ୍ରହ୍ମଜ୍ଞାନୀ ଓ ବ୍ରହ୍ମନିଷ୍ଠ ବ୍ୟକ୍ତି ପ୍ରିୟ ବସ୍ତୁ ଲାଭରେ ଆନନ୍ଦିତ ବା ଅପ୍ରିୟ ବସ୍ତୁ ଲାଭରେ ଅସ୍ଥିର ହୁଅନ୍ତି ନାହିଁ, କାହିଁକିନା ତାଙ୍କର ବୁଦ୍ଧି ସ୍ଥିର ହୋଇଥିବାରୁ ସେ ମୋହପ୍ରାପ୍ତ ହୁଅନ୍ତି ନାହିଁ। ଯାହାଙ୍କର ନିର୍ମଳ ବ୍ରହ୍ମଜ୍ଞାନ ଜନ୍ମିଅଛି, ଯେ ସବୁ ପଦାର୍ଥରେ ସମଦର୍ଶୀ ହେବାର ବ୍ରହ୍ମ ଭାବରେ ଅବସ୍ଥାନ କରୁଛନ୍ତି ଓ ଯାହାଙ୍କର ବ୍ରହ୍ମରେ ବୁଦ୍ଧି ସ୍ଥିର, ଅର୍ଥାତ୍ ସେ ବ୍ରହ୍ମ ଭିନ୍ନ ଆଉ କୌଣସି ପଦାର୍ଥରେ ମନୋବୃତ୍ତି ଲଗାନ୍ତି ନାହିଁ। ପୁଣି ଯେ ମୋହବର୍ଜିତ, ଅର୍ଥାତ୍ ଏ ପଦାର୍ଥ ମୋହର, ମୁଁ ଅମୁକ କାର୍ଯ୍ୟ କଲି ଇତ୍ୟାଦି ଅଭିମାନ ବର୍ଜିତ, ତାଙ୍କର କୌଣସି ପଦାର୍ଥ ବା ପ୍ରିୟ ଅପ୍ରିୟ ନୁହେଁ। ସୁତରାଂ ସେ ଏକ ପଦାର୍ଥ ପ୍ରାପ୍ତିରେ ଆନନ୍ଦିତ ଓ ଅପର ପଦାର୍ଥ ପ୍ରାପ୍ତିରେ ଦୁଃଖିତ ବା ଅସ୍ଥିର ହେବେ କିପରି? ବାହ୍ୟ ବିଷୟରେ ଆସକ୍ତ ନ ହେବା ବ୍ୟକ୍ତି ଆତ୍ମସୁଖ ଭୋଗ କରନ୍ତି, ତାପରେ ସେ ବ୍ରହ୍ମ ଭାବରେ ବିନିଷ୍ଠ ହେଲେ ଅକ୍ଷୟ ସୁଖ ପ୍ରାପ୍ତ ହୁଅନ୍ତି। ବାହ୍ୟ ବିଷୟରେ ଅର୍ଥାତ୍ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ପ୍ରଭୃତିରେ ଆସକ୍ତ ହେଲେ ମନରେ କଦାପି ଶାନ୍ତି ଜାତ ହୁଏ ନାହିଁ, କାହିଁକିନା କାମ୍ୟ ପଦାର୍ଥକୁ ଯେତେ ଉପଭୋଗ କଲେ ମଧ୍ୟ ତହିଁରୁ ମନ ନିବୃତ୍ତ ନ ହୋଇ ନୂତନ ଭୋଗ୍ୟ ପଦାର୍ଥ ଖୋଜିବାରେ ପ୍ରବୃତ୍ତ ହୁଏ। ଏପରି ସ୍ଥଳେ ଅନ୍ତଃକରଣରେ ନିବୃତ୍ତଜନ୍ତୁ ସୁଖ ଲାଭ ହୁଏ ନାହିଁ। ମାତ୍ର ଯେଉଁ ବ୍ୟକ୍ତି ସେହି ବାହ୍ୟ ବିଷୟ ସୁଖ ଅର୍ଥାତ୍ ଶବ୍ଦ ସ୍ପର୍ଶାଦିରେ ଅନାସକ୍ତ, ସେ ଆତ୍ମାରେ ଶାନ୍ତି ସୁଖ ଭୋଗ କରନ୍ତି। ଆତ୍ମାରେ ଶାନ୍ତି ଜାତ ହେଲେ ସେ କ୍ରମେ ବ୍ରହ୍ମଯୋଗରେ ଅନ୍ତଃକରଣ ଯୁକ୍ତ କରିପାରନ୍ତି ଓ ତାଦ୍ୱାରା ଅକ୍ଷୟ ସୁଖ ପ୍ରାପ୍ତ ହୁଅନ୍ତି। ଫଳକଥା ଏହା କି ବାହ୍ୟ ସୁଖରେ ଆସକ୍ତ ବ୍ୟକ୍ତିର ଶାନ୍ତି ସୁଖ ନାହିଁ, ଅନାସକ୍ତ ବ୍ୟକ୍ତିର ଶାନ୍ତିଜନିତ ଆତ୍ମସୁଖ ଲାଭ ହୁଏ ଏବଂ ବାହ୍ୟ ବିଷୟରେ ଅନାସକ୍ତ ଚିତ୍ତ ଓ ବ୍ରହ୍ମ ସମାଧିରେ ନିବିଷ୍ଟ ଚିତ୍ତ ବ୍ୟକ୍ତିର ଅକ୍ଷୟ ସୁଖ ଲାଭ ହୁଏ। ହେ ଅର୍ଜୁନ, ବିଷୟଜନିତ ସୁଖ ସବୁ କେବଳ ଦୁଃଖର କାରଣ ଓ ଅନିତ୍ୟ ଅଟେ, ଅତଏବ ସେଥିରେ ଜ୍ଞାନୀ ବ୍ୟକ୍ତି ଆସକ୍ତ ହୁଅନ୍ତି ନାହିଁ। ରୂପ ସ୍ପର୍ଶାଦିରେ ନେତ୍ରର ଯେଉଁ ସୁଖ କିମ୍ବା ରସାଦି ସ୍ପର୍ଶରେ ଜିହ୍ୱାଦିରେ ଯେଉଁ ସୁଖ, ତାହା ପରିଣାମରେ ଦୁଃଖର କାରଣ, କାହିଁକିନା କ୍ଷଣିକ ସୁଖ ଲାଳସାରେ ମନ ପ୍ରମତ୍ତ ହେଲେ ନିତ୍ୟ ନୂତନ ସୁଖ ପାଇବାକୁ ବ୍ୟଗ୍ର ହୁଏ ଓ କୌଣସି କାରଣରୁ ତହିଁରେ ବିଘ୍ନ ହେଲେ ମନରେ ନାନା ପ୍ରକାର ଦୁଃଖ ଜାତ ହୁଏ ଓ ଇନ୍ଦ୍ରିୟମାନଙ୍କର ଅତିରିକ୍ତ ସେବାରେ ଯେ କେତେ ପ୍ରକାର ଶାରୀରିକ ଓ ମାନସିକ ଦୁଃଖ ହୁଏ, ତାହାର ଜ୍ଞାନ ସତ ଉଦାହରଣ ସ୍ୱରୂପ
ପ୍ରତି ଦିବସ ଦେଖାଯାଉଛି। ଅତଏବ ବିଷୟ ଜନ୍ତୁ ସୁଖ ଯେ ଦୁଃଖର କାରଣ ତହିଁରେ କିଏ ଆଉ ସନ୍ଦେହ ଅଛି। ପୁଣି ସେ ସୁଖ ଅଳ୍ପକାଳ ସ୍ଥାୟୀ, ଅର୍ଥାତ୍ ଉପଭୋଗ କରିବା ପୂର୍ବରୁ ଯେପରି ସୁଖର କଳ୍ପନା କରାଯାଇଥାଏ, ଉପଭୋଗ ପରେ ଆଉ ସେଥିରେ ସେପରି ସୁଖ ରହେ ନାହିଁ। ବରଂ ତା ତ୍ୟାଗ କରି ସେହି ସୁଖର ସେହି ସ୍ଥାନରେ ଅନ୍ୟ ସୁଖ ପାଇବାକୁ ମନ ଅସ୍ଥିର ହୋଇଉଠେ। ବିଷୟଜନ୍ତୁ ସୁଖ ଏହିପରି ଦୁଃଖଜନକ ଓ ଅନିତ୍ୟ ଥିବାରୁ ଜ୍ଞାନୀ ବ୍ୟକ୍ତି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ଯେ ଇହଲୋକରେ ଶରୀର ତ୍ୟାଗ ପର୍ଯ୍ୟନ୍ତ କାମ ଓ କ୍ରୋଧର ବେଗକୁ ସହ୍ୟ କରିପାରନ୍ତି, ସେ ମନୁଷ୍ୟ ଯୋଗୀ ଓ ସୁଖୀ ଅଟନ୍ତି। ଇନ୍ଦ୍ରିୟ ସୁଖର ପଦାର୍ଥମାନ ପାଇବାକୁ ଯେଉଁ ତୃଷ୍ଣା ବା ଲୋଭ ଜାତ ହୁଏ, ତାହାକୁ କାମ, ଆଉ ସେହି କାମ ପୂରଣ କରିବାରେ କେହି ବାଧା ଦେଲେ ମନରେ ଯେଉଁ ଉତ୍ତେଜନା ଜାତ ହୁଏ, ତାହାକୁ କ୍ରୋଧ ବୋଲାଯାଏ। ସେ କାମ ଓ କ୍ରୋଧ ଜ୍ଞାନର ଅତ୍ୟନ୍ତ ବିରୋଧୀ। ତାହାକୁ ସହ୍ୟ କରି ପାରିଲେ ମନୁଷ୍ୟ ସହଜରେ ଯୋଗୀ ହୋଇପାରେ। ମାତ୍ର କାମ କ୍ରୋଧର ବେଗ 2-4 ଦିନ କି 2-4 ବର୍ଷ ମାତ୍ର ସହିଲେ ହେବ ନାହିଁ। ଶରୀର ତ୍ୟାଗର ପୂର୍ବ ପର୍ଯ୍ୟନ୍ତ, ଅର୍ଥାତ୍ ଯେତେ ଦିନ ଯାଏଁ ଏ ଜଗତରେ ଜୀବିତ ଥିବ, ସେତେବେଳେ ଯାଏଁ ଯେଉଁ ବ୍ୟକ୍ତି କାମ ଓ କ୍ରୋଧର ବେଗକୁ ସହ୍ୟ କରିପାରନ୍ତି, ସେ ଯୋଗୀ ହୋଇପାରନ୍ତି ଓ ଯୋଗଯୁକ୍ତ ହେଲେ ଅକ୍ଷୟ ସୁଖରେ ସୁଖୀ ହୁଅନ୍ତି। ତେବେ କେଉଁ ସମୟଠାରୁ ତା ସହ୍ୟକୁ ହେବ ନା ଉକ୍ତ ବେଗର ଜନ୍ମ ସମୟଠାରୁ, ଅର୍ଥାତ୍ କାମ କ୍ରୋଧର ବେଗ ବାହ୍ୟେନ୍ଦ୍ରିୟରେ ପ୍ରବର୍ତ୍ତିତ ନ ହେଉଣୁ ତାହାକୁ ରୋଧ କରିବାକୁ ହେବ। ଏହି ନିୟମ ଯାକ ଆଜୀବନ ପାଳନ କରିପାରିଲେ ଯୋଗ ସିଦ୍ଧି ଓ ସୁଖଲାଭ ସହଜରେ ହେବ। ଅଥବା ଶରୀର ପ୍ରାଣତ୍ୟାଗ ପରେ ଯେପରି ଯୁବତୀ ସ୍ତ୍ରୀର ଆଲିଙ୍ଗନରେ ସୁଦ୍ଧା କାମ ଉଦ୍ରେକ ହୁଏ ନାହିଁ, ବା ପୁତ୍ରାଦିମାନେ ପୋଡ଼ିଲେ ସୁଦ୍ଧା ତା ଯେପରି କ୍ରୋଧର ଉଦୟ ହୁଏ ନାହିଁ, ସେପରି କାମ ଓ କ୍ରୋଧର ବେଗ ସହିବାକୁ ହେବ। ଯାହାଙ୍କର ଆତ୍ମାରେ ସୁଖ, ଆତ୍ମାରେ କ୍ରୀଡ଼ା ଓ ଆତ୍ମାରେ ତୃପ୍ତି, କେବଳ ସେହି ଯୋଗୀ ବ୍ରହ୍ମରେ ସ୍ଥିତ ହୋଇ ବ୍ରହ୍ମ ନିର୍ବାଣକୁ ପ୍ରାପ୍ତ ହୁଅନ୍ତି। ଯେ ବିଷୟ ସୁଖ ପରିତ୍ୟାଗ କରି ଆତ୍ମସୁଖରେ ମଗ୍ନ, ଯେ ବାହ୍ୟ କ୍ରୀଡ଼ା ଛାଡ଼ି ଅନ୍ତର୍ଜଗତରେ ଅର୍ଥାତ୍ ଆତ୍ମଜଗତରେ କ୍ରୀଡ଼ା କରନ୍ତି, ପୁଣି ଯେ ବାହ୍ୟର ନୃତ୍ୟ କି ତାদের ଦର୍ଶନ ଶ୍ରବଣ ନ କରି କେବଳ ଆତ୍ମଦର୍ଶନ ଓ ଆତ୍ମବିଷୟ ଶ୍ରବଣ କରନ୍ତି, ସେ ଯୋଗୀ ବ୍ୟକ୍ତି ସର୍ବକାର୍ଯ୍ୟରେ ବ୍ରହ୍ମ ଭାବନା କରୁଥିବାରୁ ତନ୍ମୟ ଅର୍ଥାତ୍ ବ୍ରହ୍ମସ୍ୱରୂପ ହୋଇ ବ୍ରହ୍ମ ନିବାରଣ ନାମକ ମୁକ୍ତି ଲାଭ କରନ୍ତି। ନିଷ୍ପାପ, ସଂଶୟବର୍ଜିତ, ଏକାଗ୍ରଚିତ୍ତ ଓ ସମସ୍ତ ପ୍ରାଣୀଙ୍କ ଉପକାରରେ ଆସକ୍ତ ଋଷିମାନେ ବ୍ରହ୍ମ ନିବାରଣ ପ୍ରାପ୍ତ ହୁଅନ୍ତି। ଯେଉଁମାନେ ନିଷ୍କାମ ଭାବରେ ବେଦ ବିହିତ ଯଜ୍ଞାଦି କର୍ମ କରି ପାପଶୂନ୍ୟ ହୋଇଯାଇଛନ୍ତି, ଯେଉଁ ବେଦାନ୍ତାଦି ଶାସ୍ତ୍ରର ଅଧ୍ୟୟନ ଜ୍ଞାନ ଦ୍ୱାରା ଦ୍ୱୈତଭାବନ ରହିତ ବା ସଂଶୟବର୍ଜିତ ହୋଇଛନ୍ତି, ଯୋଗ ସାଧନାଦି ଦ୍ୱାରା ତତ୍ତ୍ୱରେ ଏକାଗ୍ରତା ଲାଭ କରିଛନ୍ତି, ପୁଣି ଆତ୍ମଜ୍ଞାନ ଉଦୟ ହୋଇଥିବାରୁ ସମସ୍ତ ପ୍ରାଣୀଙ୍କର ହିତ ସାଧନ କରନ୍ତି, ସେହି ଋଷି ବ୍ରହ୍ମ ନିବାରଣ ନାମକ ମୋକ୍ଷକୁ ପ୍ରାପ୍ତ ହୁଅନ୍ତି। କାମ କ୍ରୋଧ ଆଦିରହିତ ସର୍ବସୁଖତ୍ୟାଗୀ ମନବଶକାରୀ ଓ ଯଥାର୍ଥ ଆତ୍ମତତ୍ତ୍ୱାନୁଭାନଙ୍କର ଜୀବିତ ଓ ମୃତ ଅବସ୍ଥାରେ ବ୍ରହ୍ମ ନିବାରଣ ପ୍ରାପ୍ତି ହୁଏ। ଯେଉଁମାନଙ୍କର ମନରୁ କାମ ଓ କ୍ରୋଧ ସମୂଳେ ବିନଷ୍ଟ ହୋଇଛି, ଅର୍ଥାତ୍ କାମନା ଓ କ୍ରୋଧ ଜାତ ହେବାର କାରଣମାନେ ବିଦ୍ୟମାନ ଥିଲେ ମଧ୍ୟ ଯେଉଁମାନଙ୍କର କାମ ଓ କ୍ରୋଧ ଜାତ ହୁଏ ନାହିଁ, ଓ ଯେଉଁମାନେ ଚିତ୍ତକୁ ସଂଯତ ତଥା ବଶୀଭୂତ କରି ଅଛନ୍ତି, ଏବଂ ଯେଉଁମାନଙ୍କର ପ୍ରକୃତ ଆତ୍ମଜ୍ଞାନ ଉଦୟ ହୋଇଛି, ସେମାନେ ଜୀବିତ ଥିଲେ ବା ଦେହତ୍ୟାଗ କଲେ ମଧ୍ୟ ବ୍ରହ୍ମ ନିବାରଣ ନାମକ ମୋକ୍ଷକୁ ପ୍ରାପ୍ତ ହୁଅନ୍ତି। ଅର୍ଥାତ୍ ଜୀବିତ ଥିଲେ ସେମାନେ ଜୀବନ୍ମୁକ୍ତ ଓ ଦେହତ୍ୟାଗ କଲେ ବ୍ରହ୍ମ ପ୍ରାପ୍ତ ହୁଅନ୍ତି। ବାହ୍ୟେନ୍ଦ୍ରିୟ ସୁଖର ମନରୁ ଦୂର କରି ବୃଷ୍ଟିକ ମଧ୍ୟରେ ରଖି ନାସିକା ମଧ୍ୟରେ ଯାତାୟାତ କରୁଥିବା ପ୍ରାଣ ଓ ଅପାନ ଏ ଦୁହିଁଙ୍କୁ ସ୍ଥିର କରି କୁମ୍ଭକ କରିବ। ଯେ ଇନ୍ଦ୍ରିୟ ମନ ବୁଦ୍ଧିକୁ ଜୟ କରିଛନ୍ତି, ଯେ ମୋକ୍ଷକାମୀ ଏବଂ ଯେ ଇଚ୍ଛା ଭୟ ଓ କ୍ରୋଧକୁ ଦୂର କରିଛନ୍ତି, ସେ ମୁନି ସର୍ବଦା ମୁକ୍ତ ଅଟନ୍ତି। ଇନ୍ଦ୍ରିୟମାନ ସ୍ୱଭାବରେ ବାହ୍ୟ ବିଷୟରେ ରତ ହୁଅନ୍ତି ଏବଂ ସେମାନଙ୍କର ପୁଣି ବିଷୟମାନ ମନ ମଧ୍ୟରେ ଅଙ୍କିତ ହୋଇଥାଏ। ବିଷୟଦ୍ୱାରା ଅଙ୍କିତ ଚିତ୍ତବୃତ୍ତିରେ ଜ୍ଞାନୋଦୟ ଅସମ୍ଭବ। ଏଥିପାଇଁ ଭଗବାନ ମୁକ୍ତି ସାଧନର ଅନ୍ୟ ଉପାୟ ଧ୍ୟାନ ଯୋଗରେ ବର୍ଣ୍ଣନା କରିଛନ୍ତି। ଭ୍ରୂ ମଧ୍ୟରେ ସନ୍ଧିସ୍ଥାନରେ ଦୃଷ୍ଟି ସ୍ଥିର ରଖିଲେ, ଅଥବା ଊର୍ଦ୍ଧ୍ୱ ଦୃଷ୍ଟି ଦ୍ୱାରା ଚକ୍ଷୁର କୁଞ୍ଚର କଳା ଗୋଲକ ଦ୍ୱୟକୁ ଭ୍ରୂଲତା ଦ୍ୱୟର ସନ୍ଧିସ୍ଥାନରେ ସ୍ଥିର ରଖିପାରିଲେ ଚିତ୍ତର ଏକାଗ୍ରତା ବୃଦ୍ଧି ହୁଏ। ତତ୍ ସଙ୍ଗେ ସଙ୍ଗେ ନାସିକା ମଧ୍ୟରେ ଗତାଗତ କରୁଥିବା ପ୍ରାଣ ଓ ଅପାନ ବାୟୁକୁ
ସ୍ଥିର କଲ ଅର୍ଥାତ୍ କୁମ୍ଭକ ଦ୍ୱାରା ପ୍ରାଣ ଅପାନ ଏ ଦୁଇ ବାକୁ ନିରୁଦ୍ଧ କଲେ ଚିତ୍ତ ସଂଯତ ହୁଏ। ଏସବୁ ଉପାୟ ଦ୍ୱାରା ଅର୍ଥାତ୍ ବାହ୍ୟ ସୁଖକୁ ମନରୁ ଦୂର କରିବା ଦ୍ୱାରା ଇନ୍ଦ୍ରିୟଗଣ ମଧ୍ୟରେ ଦୃଷ୍ଟି ସ୍ଥିର ରଖିବା ଦ୍ୱାରା ମନୋଜୟ ଓ କୁମ୍ଭକ ଆଦି ସାଧନ ଦ୍ୱାରା ବିଷୟାସକ୍ତ ବୁଦ୍ଧିକୁ ଜୟ କରିବାରୁ ଯୋଗୀ ବ୍ୟକ୍ତିଙ୍କର ଇଚ୍ଛା ଭୟ କ୍ରୋଧ କ୍ରମେ ଲୟ ପ୍ରାପ୍ତ ହୁଏ। ସାଧକଙ୍କର ଏହିପରି ଅବସ୍ଥା ହେଲେ ଅର୍ଥାତ୍ ଇନ୍ଦ୍ରିୟ ମନ ବୁଦ୍ଧି ସଂଯତ ଏବଂ ଇଚ୍ଛା ଭୟ କ୍ରୋଧ ଲୟ ପ୍ରାପ୍ତ ହେଲେ ସେ ସର୍ବଦା ମୁକ୍ତ ବୋଲି ପରିଗଣିତ ହୁଅନ୍ତି। इति श्रीमद्महाभारते सप्तसहस्रं व्यासक्यं भीष्मपर्वाणि श्रीमद्भगवद्गीतासु भगवद्गीता उपनिषत्सु ब्रह्मविद्या योगशास्त्रे श्रीकृष्ण अर्जुन संवादे संन्यास योगो नाम पंचमोऽध्यायः। पंचमोऽध्याय समाप्त। आम्भଙ୍କୁ ଯଜ୍ଞ ଓ ଜୀବିକା ମାନବ ସମସ୍ତ ଲୋକରୁ ପ୍ରଭୁ ସମସ୍ତଙ୍କର ହୃଦୟ ବୋଲି ଜାଣିଲେ ମୁକ୍ତିପ୍ରାପ୍ତ ହୁଅନ୍ତି। କାଳେ ଅର୍ଜୁନ ଏପରି ମନେ କରିବେ ଯେ ସେ କେବଳ ଇନ୍ଦ୍ର ଆଦି ସଂଯମ କଲେ କି କ'ଣ ହେବ, ସେଥିପାଇଁ ସେ ଭଗବାନ କହୁଛନ୍ତି ଇନ୍ଦ୍ର ସଂଯମ ସଙ୍ଗେ ଜ୍ଞାନ ଉଦୟ ହେବା ମଧ୍ୟ ଆବଶ୍ୟକ। ଯେଉଁମାନେ ଆମ୍ଭଙ୍କୁ ଭଗବାନଙ୍କୁ ଅଗ୍ନିଷ୍ଟୋମ ଅଶ୍ୱମେଧ ଯଜ୍ଞର ଓ କୁଚ୍ଛବତ୍ରାୟଣ ପଞ୍ଚଯଜ୍ଞାଦି ସ୍ଥାପନ ପୂର୍ବବର୍ତ୍ତୀ ତପସ୍ୟାର ପାଳକ ବୋଲି ଜାଣନ୍ତି ଓ ସମସ୍ତ ପ୍ରାଣୀଙ୍କର ଆମ୍ଭେ ଆତ୍ମା ରୂପର ସୁହୃଦ ଅର୍ଥାତ୍ ସ୍ୱରୂପାକାର ପାଇବାର ଆଶା ନ ରଖି ଉପକାର କରୁ ବୋଲି ଜାଣନ୍ତି, ସେମାନେ ମୁକ୍ତିପ୍ରାପ୍ତ ହୁଅନ୍ତି। ଏ ଶ୍ଲୋକରେ ଭଗବାନ ଆପଣଙ୍କୁ ଯଜ୍ଞ ଓ ତପସ୍ୟାର ପାଳକ ଏବଂ ଜଗତର ପ୍ରଭୁ ଓ ସର୍ବପ୍ରାଣୀଙ୍କର ହୃଦ ଇତ୍ୟାଦି ବିଶେଷଣ ଭାବେ ଚିହ୍ନାଇ ଦେଇ ସଂକେତରେ ଅର୍ଜୁନଙ୍କୁ ଏହି କଥା ଜଣାଇଲେ ଯେ ତୁମ୍ଭେ ଆମକୁ ସମ୍ମୁଖରେ ଦେଖି ମଧ୍ୟ ଉପରୋକ୍ତ ବିଶେଷଣମାନଙ୍କର ଅର୍ଥ ଅନୁସରଣ ନ ଭାବି ସ୍ଥୂଳ ଚକ୍ଷୁରେ ଦେଖୁଥିବାରୁ ତୁମେ ଅଜ୍ଞାନ ପଶୁରୁ ବିମୁକ୍ତ ହୋଇପାରୁନାହଁ। ଇତି ଶ୍ରୀମଦ୍ଭଗବଦ୍ଗୀତା